ଆଜିର ପ୍ରସଙ୍ଗ ବିଶ୍ୱ ସିକଲ ସେଲ୍ ଦିବସ ପାଳନର ଅନୁଚିନ୍ତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସରିତା ସାହୁ। ବଂଶାନୁକ୍ରମିକ ରକ୍ତ ଶିକୁଳି ବା ସିକଲ ସେଲ୍ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ସମଗ୍ର ବିଶ୍ୱରେ ସିକଲ ସେଲ୍ ଦିବସ ପାଳନ କରାଯାଉଛି। ଏହି ରୋଗର ନିରାକରଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏବଂ ଆଗାମୀ ପିଢ଼ିକୁ ଏହି ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ମାସ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱସ୍ତରୀୟ ଉଦ୍ୟମ, ଏହାର ସ୍ଥାନୀୟ ପ୍ରଭାବ ଏବଂ ସମାଜକୁ ଏନେଇ ଅଧିକାର ପ୍ରଦାନ। ଏହା ଏକ ବଂଶଗତ ରୋଗ ଏବଂ ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ, ଯାହାଫଳରେ ଏହା ଭାଙ୍ଗିଯାଏ। ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଯାଏ। ଏହାକୁ ସିକଲ ସେଲ୍ ଆନିମିଆ ବୋଲି କୁହାଯାଏ। ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଯୋଗୁଁ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ। ରକ୍ତ ଧମନୀ ଏବଂ ଶିରା ଅବରୋଧ ଦ୍ୱାରା ଯନ୍ତ୍ରଣା ହୋଇଥାଏ। ପରବର୍ତ୍ତୀ ସମୟରେ ସଂକ୍ରମଣ ଦ୍ୱାରା କୋଷ ସମୂହ ନଷ୍ଟ ହୋଇଯାଏ। ତେବେ ବିଭିନ୍ନ ପ୍ରକାର ସଂକ୍ରମଣ, ଯନ୍ତ୍ରଣା ଏବଂ ଥକାପଣ ଏହି ରୋଗର ଲକ୍ଷଣ ହୋଇଥାଏ। ଭିନ୍ନ ଭିନ୍ନ କ୍ଷେତ୍ରରେ ରକ୍ତହୀନତା ଲକ୍ଷଣ ଅଲଗା ହୋଇପାରେ। କେତେକ କ୍ଷେତ୍ରରେ ଏହି ରୋଗର ଲକ୍ଷଣ 6 ମାସ ବୟସରୁ ଦେଖାଦେଇଥାଏ ଏବଂ ସମୟର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ହୋଇଥାଏ। କାମଳ ରୋଗ, ହାତଗୋଡ଼ ଫୁଲିବା, ବୟସ ଅନୁପାତରେ ଠିକ୍ ଭାବେ ଶାରୀରିକ ବୃଦ୍ଧି ନ ଘଟିବା, ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଏହି ରୋଗର ଅନ୍ୟତମ ଲକ୍ଷଣ। ଶରୀରରେ ହିମୋଗ୍ଲୋବିନ୍ ତିଆରି କରୁଥିବା ଜିନ୍ର ପରିବର୍ତ୍ତନ ଯୋଗୁଁ ଏହି ରୋଗ ଦେଖାଦେଇଥାଏ। ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଦେଇଥାଏ। ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ। ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି। ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ। ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ। ମିଶନ ମୋଡ୍ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସିକଲ ସେଲ୍ ରୋଗୀଙ୍କୁ ସୁଲଭ ତଥା ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା। ସଚେତନତା ମାଧ୍ୟମରେ ଏହି ରୋଗର ପ୍ରକୋପକୁ ହ୍ରାସ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଓ ଆଦିବାସୀ ଜନସଂଖ୍ୟାରେ ଅଧିକ ଭାବରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଅଭିଯାନ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ସ ଷ୍ଟାଟସ୍ କାର୍ଡ ବଣ୍ଟନ କରିଥିଲେ। ଜାତୀୟ ସିକଲ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ 2047 ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖାଯାଇଛି। ଏକ ଆକଳନ ଅନୁଯାୟୀ ସମଗ୍ର ବିଶ୍ୱର ପ୍ରାୟ 14.5% ଆକ୍ରାନ୍ତ ଭାରତରେ ରହିଛନ୍ତି। ତେଣୁ ଏହି ମିଶନ ମାଧ୍ୟମରେ ରୋଗୀ ଚିହ୍ନଟ ଏବଂ ଚିକିତ୍ସା ପ୍ରଦାନକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ଇତିମଧ୍ୟରେ ପାଖାପାଖି 3.5 କୋଟି ଲୋକଙ୍କର ପରୀକ୍ଷା କରାଯିବା ସହ 1,40,000ରୁ ଅଧିକ ସିକଲ ସେଲ୍ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଖାପାଖି 9,75,000 ଲୋକ ସିକଲ ସେଲ୍ ଗୁଣବାହକ ଭାବେ ଚିହ୍ନଟ ହୋଇଛନ୍ତି। ପ୍ରତ୍ୟେକ ବର୍ଷ ଭାରତରେ ହାରାହାରି 42,016 ଜଣ ଶିଶୁ ସିକଲ ସେଲ୍ ରୋଗର ଗୁଣବାହକ ସହିତ ଜନ୍ମଗ୍ରହଣ କରିଥାନ୍ତି। ଏ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ହୋଇଛି। 2010 ମସିହାରେ ଥିବା ଏହି ସଂଖ୍ୟା ଇତିମଧ୍ୟରେ ଯଥେଷ୍ଟ ହ୍ରାସ ପାଇଥିଲେ ମଧ୍ୟ ଏ କ୍ଷେତ୍ରରେ ଆହୁରି ଅଧିକ ପଥ ଅତିକ୍ରମ କରିବାର ରହିଛି। ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସାମ, ଉତ୍ତରପ୍ରଦେଶ, କେରଳ, ବିହାର ଏବଂ ଉତ୍ତରାଖଣ୍ଡ ଭଳି 17ଟି ରାଜ୍ୟର 278ଟି ଜିଲ୍ଲା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ଆଦିବାସୀ ତଥା ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜାତୀୟ ସିକଲ ସେଲ୍ ଆନିମିଆ ନିରାକରଣ ମିଶନକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ମିଶନ ଅଧୀନରେ ଚିହ୍ନଟ ରୋଗୀଙ୍କର ସ୍ଥିତି ଉପରେ ନଜର ରଖିବା, ସେମାନଙ୍କର ଜୀବନଶୈଳୀ ନେଇ ପରାମର୍ଶ ଦେବା, ଫୋଲିକ୍ ଏସିଡ୍ ବଟିକା ବଣ୍ଟନ କରିବା, ଯୋଗ ଏବଂ ସୁସ୍ଥତା ଅଧିବେଶନର ଆୟୋଜନ ଏବଂ ଆବଶ୍ୟକ ସ୍ଥଳେ ଅଧିକ ଚିକିତ୍ସା ପାଇଁ ସହଯୋଗ ପ୍ରଦାନ କରାଯାଉଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସଚେତନତା ଏବଂ ପରାମର୍ଶ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବଂଶାନୁକ୍ରମିକ ଏହି ରୋଗ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେଲେ ହିଁ ଭବିଷ୍ୟତ ବଂଶଧରଙ୍କୁ ଆମେ ସୁରକ୍ଷିତ ରଖିପାରିବା ଏବଂ 2047 ସ୍ୱପ୍ନକୁ ସାକାର କରିପାରିବା।